ସାନଖେମୁଣ୍ଡି ଗାନ୍ଧୀ ଛକଠାରେ ପ୍ରେସ୍ କ୍ଲବ ତରଫରୁ ଯେଉଁ ଅପରାଧ ଆୟୋଜନ କରିଛନ୍ତି ଏଥିରେ ମଞ୍ଚସ୍ଥ ଥିବା ସାମ୍ବାଦିକ ବନ୍ଧୁମାନେ, ଲୋକପଦନୀ ବନ୍ଧୁମାନେ, କଳାପ୍ରେମୀମାନେ, ଦର୍ଶକ ବନ୍ଧୁ, ମା ମାଉସୀମାନେ ଏବଂ ମୋର ବଡ଼ ଭାଇ ପୋଡ଼ାମାରୀ ଗ୍ରାମର ରମେଶ ରାୟ, ତାକୁ ବହୁ ସମ୍ମାନ କରେ ସବୁଦିନେ, ଏବଂ ମୋର ବନ୍ଧୁ ପ୍ରତିନିଧି ବ୍ରହ୍ମା ଭାଇ, ସେ ମୋ ବଡ଼ ଭାଇ ନୁହନ୍ତି, ସେ ମୋ କ୍ଲାସମେଟ୍। ମୁଁ ସବୁଦିନେ କୁହେ ହାଇସ୍କୁଲରେ ପଢିବା ସମୟରେ ଯେ ଟିକେ ଦୌଡ଼ା ଦୌଡ଼ି କର, ମତେ ଆମେ ଛୋଟ ପିଲା ଭଳିଆ ଥିବୁ, ତମେ ବୟସ୍କ ଲୋକ ଭଳିଆ ଲାଗିବ। ଆଜି ସେହି ପରିସ୍ଥିତି ଆସିଛି। ବାକି ମୋର ସାଥୀ ମୁକୁନ୍ଦ ଭାଇ, ମୋର ବଡ଼ ଭାଇ ସମ୍ବାଦ ପେପରର ପ୍ରଶାନ୍ତ ଭାଇ, ମୋର ସାଥୀ ମିଠୁ ମିଥୁନ ଭାଇ, ମୋର ସାଥୀ ଲକ୍ଷ୍ମୀ ଭାଇ ପୂର୍ବତନ ଚେୟାରମ୍ୟାନ୍, ଏବଂ ମୋର ଭାଇ ବିକାଶ ଭାଇ ଚେୟାରମ୍ୟାନ୍ ସାନଖେମୁଣ୍ଡି, ଏବଂ ମୋର ସରପଞ୍ଚ ସମିତି ସଭ୍ୟମାନେ, କଳାପ୍ରେମୀ କଳାପ୍ରିୟ ବନ୍ଧୁମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଯେ ପିଲାମାନଙ୍କର ଚାର୍ମିଂ ଆମକୁ ଦେଖିକି ଆସିନି, ଏବେ ଟିକେ ୱେଟ୍ କରୁଛନ୍ତି। ଆମେ ଗଲା ପରେ ପିଲାମାନେ ବହୁତ ଉଛୁଳିବେ, ବହୁତ ଖୁସି ଆନନ୍ଦରେ ଅପରାଧ ଉପଭୋଗ କରିବେ। ଭାଷଣ ଶୁଣିବା ପାଇଁ କୌଣସି ଲୋକ ମୋଡ଼ରେ ନାହାନ୍ତି, କିନ୍ତୁ ଟିକେ ଶୁଣିବାକୁ ବାଧ୍ୟ। ଦୁନିଆ ବହୁତ ବଡ଼, ଏତେ ବଡ଼ ଦୁନିଆରେ ଯୋଉ ସମସ୍ୟା ଗୁଡ଼ିକ, ଛବି ଗୁଡ଼ିକ, କାହାଣୀ ଗୁଡ଼ିକ ଲୁକାୟିତ ଅବସ୍ଥାରେ ରହିଯାଏ, ତାକୁ ପରିଦର୍ଶନ କରିବା ପାଇଁ ନିହାତି କଳାକାରମାନଙ୍କର ମୁଖ୍ୟ ଆବଶ୍ୟକତା ଥାଏ ଏବଂ ମିଡ଼ିଆ ବନ୍ଧୁମାନଙ୍କର ଖୋଜିକି ବାହାର କରିକି ଲୋକଲୋଚନକୁ ଆଣିବାର ତାଙ୍କର ମୁଖ୍ୟ ଭୂମିକା ଥାଏ। ଆମେ ରାଜନୀତି କରୁଛୁ, କିଛି ଏମିତି ସମସ୍ୟା ଆସେ ସାଧାରଣ ଲୋକଙ୍କ ଉପରେ ଏବଂ ସମାଜ ଉପରେ କିଛି ଖରାପ ପ୍ରଭାବ ପଡ଼େ, ତ ନିଶ୍ଚୟ ଆମେ ତାକୁ ସଂଗ୍ରାମ କରିବା ପାଇଁ ଡରିବାର ନାହିଁ କି ଠକିବାର ନାହିଁ। ତାକୁ ସଂଗ୍ରାମ କରିବୁ, ତାକୁ ଲୋକଲୋଚନକୁ ଆଣିବୁ, ତାକୁ ନ୍ୟାୟ ଦେଲା ଯାଇ ଆମେ ଆମର କର୍ତ୍ତବ୍ୟ କରିବୁ। ସୁରତ କମାଣ୍ଡ ଯୋଗାଉଛନ୍ତି ମିଡ଼ିଆ ବନ୍ଧୁମାନେ, ଲୋକଲୋଚନକୁ ଅଭିନୟ ମାଧ୍ୟମରେ ଆପଣମାନଙ୍କୁ ମାଇକ୍ ଭିତରେ ଗମନ କରୁଛନ୍ତି କଳାକାର ବନ୍ଧୁମାନେ। ଆମ ଦେଶ ବିଶ୍ୱରେ, ଆମ ଦେଶ ଗୋଟେ ଶ୍ରେଷ୍ଠ ଦେଶ, ଯୋଉ ଦେଶରେ କି ଆମେ ଜନ୍ମ ନେଇଛେ, ଯୋଉ ଦେଶର କି ଗୋଟେ ଇତିହାସ ପରମ୍ପରା ରହିଛି। এই ইতিহাস পরম্পরা বিশ্বরে কৌশি দেশরে নাই, কৌশি দেশরে নাই। আমি গর্ব করিবা কথা যে আমি ভারতবর্ষর সন্তান। আমার দেশরে বিভিন্ন সংস্কৃতি, বিভিন্ন পরম্পরা, ইতিহাস দেশ। এই দেশরে অনেক ঘটনা ঘটুছি, অনেক সমস্যা আসুছি, অনেক কার্যক্রম চালিছি, তাকে আমি লোকলোচনକୁ আনিবা নিহাতি আবশ্যকতা। আজি দেখন্তু অপরা হও কি নাটক হও কি যাত্রা হও, তা কান্দিবা হসিবার সময় নাই। তা সমাজକୁ ଗୋଟେ ପ୍ରେରଣା ଦଉଛି, ସମାଜ ପାଇଁ କିଛି ଆମେ ଜାଣିପାରୁଛେ ସମାଜର କ'ଣ ଘଟୁଛି। ବାକି ଅଧର୍ମ ଉପରେ ଧର୍ମ ଅଛି ଏବଂ ଅନ୍ୟାୟ ଉପରେ ନ୍ୟାୟ ଅଛି। সেই জিনিসটি আপনার
এই অপরা নাটক মাধ্যমে আপন মানে দেখিপারে জাঁপারে সমাজ পাই এবং নিজ পাই আপন মানে গোটে প্রেরণা হয়েকি রহব। আজ দেখন্তু ধুরন্ধর মুভি আপন মানে দেখুছে ধুরন্ধর মুভি କିଛି କିଛି ସତ କଥା ପୁରା ସତ କଥା ନାହିଁ କିଛି ସତ କଥାରେ ଗୋଟେ ଇତିହାସ ଏବଂ ଗୋଟେ କାହାଣୀ ହେଇଛି ତାର ଆହୁରି ଭୟଙ୍କର ସିନ୍ ରହିଛି ତା ଲୋକଲୋଚନକୁ ଆସିନି ନିଶ୍ଚୟ ତା ଲୋକଲୋଚନକୁ ଆସିବ। ଆପଣମାନେ କେଜିଏଫ୍ ପିକ୍ଚର ଦେଖିଛନ୍ତି ତାର ମଧ୍ୟ ଗୋଟେ ଇତିହାସ ରହିଛି ସୁନାର ଖଣି ଥିଲା ଭାରତ ମାନଚିତ୍ରରେ ତାର ଇଏ ନଥିଲା ଚିହ୍ନ ନଥିଲା সেই জায়গার মধ্যে অনেক ঘটনা ঘটিছে। যেমনি আমি গ্রামাঞ্চলের বসবাস করুছে গ্রামে বসবাস করুছে আম পাই না কাম অছি না আম পাই ভালরে চলিবা পাই রোজগার করিবা পাই কিছু সুবিধা আছে কিছু মধ্যে নাই। কিন্তু আমি সমাজକୁ যেতବେଳେ ଆସିছে গোটে গোটে ইতিহাস করিকি মরিবা କିଛି କିଛି ଲୋକଙ୍କୁ ପ୍ରେରଣା ଦେଇକି ମରିବା ଗୋଟେ କାହାଣୀ କରିକି ଯିବା ତ ସେଇ କାହାଣୀକୁ ଆମର ଭଳି ଆଗାମୀ ପିଢ଼ି ଆପଣେଇବେ ଲୋକଙ୍କ ସାଙ୍ଗେ ରହି କାର୍ଯ୍ୟ କରିବେ। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଆମ କାଳଜ କହୁଥିଲେ ଯେ ଆମ ଅଞ୍ଚଳରେ ମହୋତ୍ସବ ହଉନି। ମୁଁ ସ୍ୱୀକାର କରୁଛି ଆମ ସରକାର ଆସିନି ଆମ ସରକାର ଆସିନି ତ ଆମର ଏଠି ମହୋତ୍ସବ ହଉନି। ଆମ ସରକାର ଆସିବ যে ଜିଲ୍ଲାରେ 1 ନମ୍ବର ମହୋତ୍ସବ ସାରା କେଉଁଠାରେ ହବ ମୁଁ ଆପଣମାନଙ୍କୁ କଥା କହୁଛି। ବାକି ପ୍ରତ୍ୟେକ ଦିନ ଆମ ଅଞ୍ଚଳରେ ମହୋତ୍ସବ ହଉଛି ପ୍ରତ୍ୟେକ ଦିନ ପ୍ରତ୍ୟେକ ଗାଁକୁ ଯିବେ ଯାତ୍ରା ଥିବ ଗାଁ ଯାତ୍ରା ଥିବ ତ ଅପରା ନାଇଁ ତ ନାଟକ ନହେଲେ କିଛି ନା କିଛି ଆମର ଏଠି ଫେଷ୍ଟିଭାଲ କଣ୍ଟିନ୍ୟୁ ଚାଲିଛି। ଆମର ସାନକେମେଟ ଅଞ୍ଚଳରେ କଳାପ୍ରେମୀ କମ ନାହାନ୍ତି କି କଳାକାର କମ ନାହାନ୍ତି ସମସ୍ତେ ସବୁ ଜିନିଷ ସକ୍ରିୟ ହେଇକି ଥାନ୍ତି। ଧନ୍ୟବାଦ ଦେବି ଯେ ଯୋଉ ପ୍ରେସ କ୍ଲବ କଥା କହୁଥିଲେ ଯେ ବହୁତ ସୁନ୍ଦର ପ୍ରେସ କ୍ଲବ ମୁଁ ନିଜେ ବନେଇକି ଦେବି ଆମ ଅଞ୍ଚଳର ପ୍ରେସ ଭାଇ ମାନଙ୍କ ପାଇଁ ଯେ ବହୁତ ସୁନ୍ଦର ଭାବେ ଆହୁରି ମୋର ସାଙ୍ଗ ମଧ୍ୟ କହିଛନ୍ତି ଗୋଟେ ଭଲ ପ୍ରେସ କ୍ଲବ ବି କର ବହୁତ ସୁନ୍ଦର କମ ଦିନ ଭିତରେ କରିକି ଦେବି। ବାକି ମୋ ସାଙ୍ଗର କଥା ଗୋଟେ ରଖିବି ଯେ ଆସନ୍ତା ବର୍ଷକୁ 100 ବର୍ଷ ହବ ଆମ ଗାନ୍ଧୀ ଛକକୁ ମହାତ୍ମା ଗାନ୍ଧୀ ଜାତିର ପିତା ଆସିଥିଲେ। ସେଇ ଗାନ୍ଧୀ ମୂର୍ତ୍ତି ଉନ୍ମୋଚନ ହବ। ସେଇ ଛକରେ ଯୋଉ 100 ବର୍ଷ ପୂରଣ ହବ ଯେ ଆମକୁ ସ୍ୱାଧୀନ ଦେଇଥିଲେ ଆମକୁ ଦିଗ୍ଦର୍ଶନ ଦେଇଥିଲେ ତାଙ୍କ ପାଇଁ ଆଉ ଗୋଟେ ଅପରା କରିବା ସେ ଛକରେ ମୋର ବନ୍ଧୁ ମଧ୍ୟ ଆସିବ। ଯାହା ହଉ ଏ ଅପରା ନାଟକ ମାଧ୍ୟମରେ ସମାଜରେ ଯୋଉ ବିଭିନ୍ନ ଜିନିଷ ଛବି ଏବଂ ବିଭିନ୍ନ ଇତିହାସ ଲୁକିକି ରହିଯାଏ ତାକୁ ପରିଦର୍ଶନ ଲୋକ କଳାକାର ମାନେ ଲୋକଲୋଚନକୁ ଆଣୁଛନ୍ତି। ତାଙ୍କୁ ଧନ୍ୟବାଦ ଦେବି। ଏହିପରି କାର୍ଯ୍ୟ କରି ଆମେ ସମସ୍ତେ ଆମ ଅଞ୍ଚଳରେ ଖୁସିରେ ଭାଇଚାରାରେ ସବୁଦିନ ପାଇଁ ରହିବା ତ ଆମ ସାନକେମୁଣ୍ଡିରେ ଆମେ ସମସ୍ତେ ଖୁସିରେ ଭଲ ପାଇବା ସହିତ ଭାଇଚାରାରେ ରହିବା। ପ୍ରତ୍ୟେକ ଦିନ ଆମେ ଯେମିତି ମହୋତ୍ସବ ପାଳନ କରିବା ପ୍ରତ୍ୟେକ ଦିନ ଖୁସି ଆନନ୍ଦ ରହିବା ତା ପାଇଁ ମୁଁ ପ୍ରସ୍ତୁତ ଅଛି। ଧନ୍ୟବାଦ ଦେବି ସମସ୍ତଙ୍କୁ। ପିଲାମାନଙ୍କର ଭାଷଣ ଶୁଣିବା ପାଇଁ ନାହିଁ ନାଟକ ଦେଖିବେ। ଏମାନେ ଓଡ଼ିଆ ଫିଲ୍ମର ସିଙ୍ଗର ମାନେ କମେଡିଆନ ମାନେ ଆସିବା ପାଇଁ ସମସ୍ତଙ୍କର ଅପେକ୍ଷା ରହିଛି। ଆପଣମାନେ ସମସ୍ତେ